କଥା ପରି କଥାଟେ ମୁଁ କହିବି, ଶୁଣିବାକୁ ରାଗ ଲାଗୁଥିବ। ଆଉ ସବୁ ରାଗ ଲାଗୁଥିବା କଥା ଗୁଡ଼ା ଭିତରେ କୋଉଠି ନା କୋଉଠି ସେ ମିଠା ମିଠା ତରତ ଗୁଡ଼ାକ ଆଉ ଥରେ ପଦକୁ ବାହାରି ଆସୁଥିବେ, ଖଣ୍ଡ ଖଣ୍ଡ ଚିରା ପୃଷ୍ଠା ହୋଇ। ସ୍ରୋତନ ସଫାରୁ କାହିଁକି ଚିରା ହୁଏ ପୂର୍ବ ପୃଷ୍ଠା? ଥରଟେ ଶୁଣନ୍ତୁ ନା, ଆଉ ଭଲ ଲାଗିଲେ ମତାମତ ରଖିବାକୁ ବିଲକୁଲ ଭୁଲିବେନି। ସବୁ ପାପର ପ୍ରାୟଶ୍ଚିତ ଥାଏ, ହେଲେ ପ୍ରବଣତାରେ କରୁଥିବା ପାପର ବିଲକୁଲ ପ୍ରାୟଶ୍ଚିତ ନଥାଏ। ଥାଏ କେବଳ ପୋଳାପୋଳା ଅନୁତାପ ଛଡ଼ା ଅନ୍ୟ କିଛି ନୁହେଁ। ବସନ୍ତ ସକାଳରେ ସଞ୍ଜ ଡେଇଁଗଲେ ବଉଳ ଛଡ଼ିଯାଏ ଆପଣା ଛାଏ। ନିଧର ମାଟିରେ ସବୁଜ ଶିରର ଲଳିତ କାନ୍ତିକୁ ଫୁଟାଇ ପାଇତେ କ'ଣ ସହଜ କାମ ଯେ? ଯଦି ଗୋଧୂଳି ଆକାଶର ମୌନ ମ୍ଳାନତା ପରିଦୃଷ୍ଟ ହୁଏ, ତେବେ କେମିତି ବା ପାଇହେବ ରୁବା ଜହ୍ନ ରାତିକୁ? ହୃଦୟରେ ସହିତ ଯେତିକି ବ୍ୟଥା ସବୁ କ'ଣ ଭୁଲି ହେବ? ନା ଇଚ୍ଛା କରି ଫିଙ୍ଗି ହେବ କେଉଁ ଏକ ଗୋପନ ଜାଗାରେ? ବୋଧହୁଏ ହୀରା ମୋତି ପରି ଅମୂଲ୍ୟ ସ୍ମୃତିକୁ ବାଦ ଦେଇ ବଞ୍ଚୁଥିବା ମଣିଷମାନେ କାହାକୁ ଦେଖାଇ ପାରନ୍ତିନି ନିଜ ଡାଏରୀ ଭିତରେ ଚିରା ପୂର୍ବ ପୃଷ୍ଠାକୁ। ସେଇ ପୂର୍ବ ଚିରା ପୃଷ୍ଠାରେ କ'ଣ ଏମିତି ଲେଖା ହୋଇଥାଏ ଯେ ଯାହା ମୃତ୍ୟୁର ଶେଷ ଧୂଆଁ ଭିତରେ ବି ମୋତି ପରି ଚିକ୍ ଚିକ୍ କରି ହଜି ହଜି କହୁଥାଏ, କାଗଜ ବୋଲି ଚିରି ଦିଅ ସିନା, ହେଲେ ସେଇ ଚିରା ପୃଷ୍ଠାରେ ତମେ ଯାହା ଲେଖିଥିଲ ସତ କହିଲ? ତମର କ'ଣ କିଛି ଗୋଟିଏ ବି ଶବ୍ଦ ମନେ ନାହିଁ? ନା ଇଚ୍ଛା କରି ଦୀର୍ଘଶ୍ୱାସର ତତଲା ହାୱାରେ ସେସବୁକୁ ଜଳାଇ ଦେବାକୁ ଚାହୁଁଛ? ବୟସ ଆଉ ସମୟ ଯେତେବେଳେ ପାଦ ସହ ପାଦ ମିଳେଇ ହାର ଚିତ୍ର ଚିତାପଟ ଖୋଜନ୍ତି, ସେତେବେଳେ ତମେ କ'ଣ ଫେରି ଆସି ନଥାଉ କି ସେ 22 ବର୍ଷର ସ୍ମୃତି ଭିତରକୁ? କଟକର କ୍ୟାଣ୍ଟନମେଣ୍ଟ ରୋଡ୍ ହେଉ କି ବାଦାମବାଡ଼ିର ପଲାମଣ୍ଡପ ହେଉ, ଏକାକୀ ପ୍ରତୀକ୍ଷାରତ ଷୋଡ଼ଶୀ ତରୁଣୀ ଭିତରେ ଶତଶତିକା ତମେ କ'ଣ କିଛି ସମୟ ପାଇଁ ଚଳିଯାଇ ନଥିବ କି? ସେଇ ନିର୍ଜୀବ ଅଥଚ ଜିଅନ୍ତା ସ୍ମୃତିର ଲେଲିହାନ ଶିଖାରେ ସବୁ ଲେଖା ହୋଇଥିବା କଲମର ଅକ୍ଷର ସମୟକ୍ରମେ ଚିରିଯାଏ, ହେଲେ ହୃଦୟରେ ଲେଖାଥିବା ଅକ୍ଷର ସବୁ ଯେ କୌଣସି ମୂଲ୍ୟବାନ ଧାତୁଠାରୁ କିଛି କମ୍ ନୁହେଁ। ଏଇ କଥା କ'ଣ ନିଜ ହୃଦୟ ନିଜକୁ ପ୍ରଶ୍ନ କରିନଥାଏ କି? ତମର ହେଉ କି ମୋର, ଏଇସବୁ ଲେଖାର ଶିରୋନାମ ଗୁଡ଼ିକ ସମସ୍ତଙ୍କୁ ଲାଗୁନଥିବ କି ଖୁବ୍ ବାସ୍ତବ? ଏଇ ପ୍ରୀତି ପର୍ବଣର ରକ୍ତମୁଖୀ ଲାଲ ଗୋଲାପର କାହାଣୀ ହେଉ, ଅଥବା ତମରି ଭାଷାରେ ଲେଡି ଟାଇଗରର କେଉଁ ଏକ ସଂଳାପ କି ଚରିତ୍ରର ଖିଆଲି ମାନସିକତା, କାହାକୁ ଏସବୁ ପଢ଼ିବାର ହେଉ କି ଶୁଣିବାର ହେଉ ହୁଏତ ସ୍ପୃହ ଥାଇ ନପାରେ। କାରଣ ଏଇଟା କିଛି ଉଲଗ୍ନ ଚିତ୍ରପଟ କି ବିଟପି ନାରୀର ନାଭି ପ୍ରଦର୍ଶନର ଟିକଟକ୍ ଭିଡିଓ ନୁହେଁ, ଯାହାକୁ ଦେଖୁ ଦେଖୁ ସମାଜରେ ଆବାଳ ବୃଦ୍ଧବନିତା ଲାଇକ୍ କମେଣ୍ଟ ସେୟାର କରି ରାତାରାତି ତମକୁ ମିଲିୟନ ମିଲିୟନ ଭ୍ୟୁ ଆଣି ଭାଇରାଲ କରି ପକେଇବେ। ବରଂ ଏଇଟା ସେମିତି ଏକ ରୋଚକ ତଥ୍ୟ ଯେଉଁଠି ବିଦ୍ୟାନ ହେଉ କି ବିବେକୀ ବ୍ୟକ୍ତିତ୍ୱଟିଏ ଦଣ୍ଡେ ଅଟକି ଯାଇ କାନଡିରେ ଶୁଣିବ, ଆଉ ନିଜର ଗୋପନ ବ୍ୟଥାକୁ ସ୍ମୃତିଚାରଣ କରୁ କରୁ ସେ ତମକୁ ଆଉ ମତେ ଖୋଜି ବସିବ ଖୁବ୍ ଏକାନ୍ତପଣରେ। ଆଉ ଅଚାନକ ଭେଟ ହେଇଗଲେ ପଚାରିଦେବେ ସେଇ ଅତୀତକୁ, ଯେଉଁ ଅତୀତ ମିଶି ଯାଉଥାଏ ଗୋଟାପଣେ ସେଇମାନଙ୍କ ଅତୀତ ସହିତ। ଆଉ ସେଇମାନେ ଖୁବ୍ ଦ୍ରୁତ ଓ ଚାଲାକି ଭାବରେ ଗୋଟିଏ କଥା ଖୁବ୍ ଅସ୍ପଷ୍ଟ ଭାବରେ ତମ ଆଉ ମୋ କାନରେ କହିଦେଇ ଚାଲିଯିବେ, ଜାଣିଛ ସେଇ କଥାଟା କ'ଣ? ତା ହେଲା, ହୁସିଆର ବନ୍ଧୁ, ସାବଧାନ ହେଇଯାଅ। ଏଇଠି ମଣିଷ ସହାନୁଭୂତି ନୁହେଁ, ସ୍ୱାର୍ଥରେ ବଞ୍ଚେ। ଅତୀତକୁ ନେଇ ନୁହେଁ, ବର୍ତ୍ତମାନରେ ବଞ୍ଚେ। ଅତୀତ ହେଇପାରେ ମଧୁର, ହେଇପାରେ କ୍ଲେଶ, କିନ୍ତୁ ବେଇମାନ ଆଉ ଧୋକାକୁ ନେଇ ବଞ୍ଚୁଥିବା ମଣିଷ ପୁଣିଆ ଭିତରେ ତମ ସ୍ମୃତିର ଡାଏରୀ ପୃଷ୍ଠାରୁ ଚିରିଦିଅ ପୂର୍ବ ପୃଷ୍ଠା। ନହେଲେ ବାରମ୍ବାର ରକ୍ତାକ୍ତ ହେବ ଗୋପନ ବ୍ୟଥାର ନୂଆ ନୂଆ ସଂକ୍ରମିତ ଭୂତାଣୁମାନଙ୍କ ଦ୍ୱାରା। ବାସ୍ ଚିରିଦିଅ ସବୁ ପୂର୍ବ ପୃଷ୍ଠାମାନଙ୍କୁ।